ଖରା ଦିନ ସ୍ପେଶାଲ ଆଜି ଆମେ ପ୍ରସ୍ତୁତ କରିବା ଗାଁର ଦେଶୀ ଷ୍ଟାଇଲ ସରବତ। ପ୍ରଚୁର ମାତ୍ରାରେ ଭିଟାମିନ୍ ବି ମିଳିବ ଆଉ ଗୋଟେ ଗ୍ଲାସ୍ ପିଇଲେ ନା ମନ ଆତ୍ମା ପୁରା ଶାନ୍ତି ହେଇଯିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ୟାମିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ପ୍ରଥମେ ସରବତକୁ ବନେଇବା ପାଇଁ ଆମେ ଗୋଟେ ଏଠି କରେଇ ନେବା, ସେଇଥିରେ ଆମେ ଏଡ଼୍ କରିଦେବା ଗୋଟେ ଗିନା ପାଣି ଏଡ଼୍ କରିଦେବା। ଯେହେତୁ ମୁଁ ଗୋଟେ ଗିନା ମାଣ୍ଡିଆ ଚୁନା ନେଉଛି ତ ଗୋଟେ ଗିନା ହିଁ ମୁଁ ସେଥିରେ ପାଣିକୁ ଏଡ଼୍ କରିଦେଇଛି। ଏହି ସମୟରେ ଗ୍ୟାସ୍ ଫ୍ଲେମ୍ ପୁରା ଅଫ୍ ରଖିବେ, ବିଲକୁଲ ବି ଅନ୍ କରିବେନି। ଏହି ସମୟରେ ଦେଖନ୍ତୁ ଆମେ ଏଇଭଳି ହାତ ସାହାଯ୍ୟରେ ଟିକେ ମିକ୍ସ କରି ଆମେ ଟିକେ ଭଲସେ ଯେମିତି ପାଣିରେ ପୁରା ମିକ୍ସ ହେଇଯିବ ଚୁନାଟା, ଏଭଳି ପ୍ରୋସେସ୍ରେ ମିକ୍ସ କରିଦେବ। ଯଦି ଗ୍ୟାସ୍ ଫ୍ଲେମ୍କୁ ଅନ୍ କରିଦେବେ ତାହେଲେ ଗୁଳା ବନିଯିବ ସିଏ। ତ এইଭଳି ମିକ୍ସ କରିସାରିବା ପରେ ଗ୍ୟାସ୍ ଫ୍ୟାନ୍କୁ ଅନ୍ କରିବେ, ତାପରେ କଣ୍ଟିନ୍ୟୁ ଟିକେ ମିକ୍ସ କରିବେ। ଦେଖନ୍ତୁ ଏଭଳି ପ୍ରୋସେସ୍ରେ ମିକ୍ସ କରିବେ ତ ମାଣ୍ଡିଆଟା ବି ଟିକେ ସିଝିଯିବ, ଆଉ ଦେଖିବେ ସରବତ ବନେଇକି ଖାଇଲେ ନା ବହୁତ ବଢ଼ିଆ ଟେଷ୍ଟ ବି ଲାଗିବ। ତ ଏବେ କଣ୍ଟିନ୍ୟୁ ଆମେ ମିକ୍ସ କରିବା। ଏହି ସମୟରେ ଗ୍ୟାସ୍ ଆଞ୍ଚ ପୁରା ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ରଖିକି ମିକ୍ସ କରି ଆଉ ଗୋଟେ ଜନ୍ତୁଳି ଭଳି ବନିଯିବ, ସେ ପର୍ଯ୍ୟନ୍ତ ଟିକେ କଣ୍ଟିନ୍ୟୁ ମିକ୍ସ କରିବା। ଆପଣମାନେ ତ ଅନେକ ସରବତ ପିଇଥିବେ ବନେଇକିରି, କିନ୍ତୁ এইଭଳି ନୂଆ ଶୈଳୀରେ ଥରେ ବନେଇକି ଦେଖନ୍ତୁ, ଘରେ ବି ସମସ୍ତେ ପସନ୍ଦ କରିବେ। ଆଉ ଯେହେତୁ ଖରା ବି ବଢ଼ିଲାଣି ତ এই ବଢ଼ୁଥିବା ଖରାରେ ଯଦି এইଭଳି ସରବତ ବନେଇକି ପିଇବେ ନା, ଗୋଟେ ଗ୍ଲାସ୍ ଯଦି ପିଇବେ ଦେଖିବେ ଲୁରୁ ରକ୍ଷା ପାଇବେ। ବହୁତ ବଢ଼ିଆ ମାନେ ଲାଗେ ସରବତଟି ପିଇବା ପାଇଁ ବି, ଆଉ ପେଟ ବି ପୁରା ଥଣ୍ଡା ହେବ। ତ ଏବେ କ'ଣ କରିବା ନା, ଯେହେତୁ ଆମର ଜନ୍ତୁଣିଟା ବନି ସାରିଛି ମାଣ୍ଡିଆର, ତ ଏବେ କ'ଣ କରିବା, ଗୋଟେ ଆମେ ବାଉଲରେ କିଛି ପାଣି ନେବା, ଥଣ୍ଡା ପାଣି ନେବା, ଆଉ ସେଇଥିରେ ଆମେ ଏଡ଼୍ କରିଦେବା ସେଇ ଜନ୍ତୁଣିକୁ ଏଡ଼୍ କରି ଆମେ ଟିକେ 5 ମିନିଟ୍ ପର୍ଯ୍ୟନ୍ତ ଆକୁ ଟିକେ ଆମେ ବତୁରିବାକୁ ଦେବା, ଯେମିତିକି ସେ ଭିତରେ ପୁରା ବତୁରି ଯିବ। ତ ଏଭଳି এই ପ୍ରୋସେସ୍ଟା ପୁରାପୁରି ଅପସନାଲ୍ ଅଛି। ଆପଣମାନେ ଯଦି ଡାଇରେକ୍ଟ ମିକ୍ସର ବି ଏଡ଼୍ କରିକିରି ଆକୁ ଗ୍ରାଇଣ୍ଡିଙ୍ଗ କରିପାରିବେ। ଯଦି ହାତରେ ମିକ୍ସ କରିବାକୁ ଚାହୁଁଛନ୍ତି ତାହେଲେ ଆକୁ ଦେଖିବେ 2ରୁ 3 ମିନିଟ୍ ଯଦି ବତୁରେଇ ଦେବେ, ନହେଲେ 5 ମିନିଟ୍ ଯଦି ବତୁରେଇ ଦେବେ ତାହେଲେ ସେ ଦେଖିବେ ପୁରା ବତୁରିଯିବ, ଆଉ ହାତ ସାହାଯ୍ୟରେ ମିକ୍ସ କରିବି ଆପଣମାନେ ଆକୁ ସରବତ ବନେଇ ପାରିବେ। ତ ଆକୁ ଆମେ ଏବେ ସାଇଡ଼ରେ ରଖିଦେବା। ତାପରେ ଦେଖନ୍ତୁ ଗୋଟେ ଆମେ ପିଆଜ ନେବା, ପିଆଜକୁ ଆମେ ଛୋଟ ଛୋଟ ପିସେସ୍ରେ ଆମେ କଟିଂ କରିଦେବା। ଦେଖିବେ ଏଇ ଚଟପଟା ସରବତକୁ ବନେଇବା ପାଇଁ ପିଆଜ ଯଦି ଏଡ଼୍ କରିବେ ନା ତାହେଲେ ଦେଖିବେ ବହୁତ ବଢ଼ିଆ ଲାଗିବ। ମାନେ ପିଇବା ସମୟରେ ପିଆଜ ପାଟିକୁ ଲାଗିବ, ଆଉ ତାକୁ ଚୋବେଇ ଚୋବେଇ ଖାଇବା ଦ୍ୱାରା ତାର ଫ୍ଲେଭରଟା ବି ବହୁତ ବଢ଼ିଆ ଲାଗେ ସରବତରେ। ତ ମୁଁ ସେଇଥିପାଇଁ ଏଡ଼୍ କରିଛି। ଯଦି ଆପଣମାନେ ବିନା ପିଆଜ ରସୁଣ ଖାଇବା ପସନ୍ଦ କରନ୍ତି ତାହେଲେ ଏଠି ପିଆଜକୁ ସ୍କିପ୍ କରିଦେବେ, ଯଦି କଞ୍ଚା ପିଆଜ ଖାଇବାକୁ ପସନ୍ଦ କରନ୍ତିନି ତ। ତାପରେ କଞ୍ଚା ଲଙ୍କା ଛୋଟ ଛୋଟ ପିସେସ୍ରେ କଟିଂ କରିଦେବା, ଧନିଆ ପତ୍ରକୁ ଛୋଟ ଛୋଟ ପିସେସ୍ରେ କଟିଂ କରିଦେବା। ତାପରେ ଆପଣମାନେ ଯେତିକି ସରବତ ବନେଇବାକୁ ଚାହିଁବେ ସେ ଅନୁସାରେ ଦହି ନେବେ। ତ ଯେତିକି ମାଣ୍ଡିଆ ଚୁନା ନେଇଥିବେ ସେ ଅନୁସାରେ ଦହି ନେବେ, ଆଉ ସେଥିରେ ଏଡ଼୍ କରିଦେବେ ଗୋଟେ କଞ୍ଚା ଲଙ୍କା। ଦେଖିବେ ଟିକେ ହାଲକା ଯଦି ରାଗ ରହିବ ଫ୍ଲେଭରଟା ତାହେଲେ ଦେଖିବେ ବହୁତ ବଢ଼ିଆ ଲାଗିବ। ତ ଅଧିକ ରାଗ ନେଇ କଞ୍ଚା ଲଙ୍କାଟା, ମୁଁ ସେଇ କଞ୍ଚା ଲଙ୍କା ଗୋଟେ ଏଡ଼୍ କରିଛି। କଞ୍ଚା ଲଙ୍କା ଯଦି ଛୁଆମାନଙ୍କ ପାଇଁ ବନାଉଛନ୍ତି ତାହେଲେ ସ୍କିପ୍ କରିପାରିବେ। ତ ବଡ଼ମାନଙ୍କ ପାଇଁ ଯଦି ବନାଉଛନ୍ତି ତାହେଲେ କଞ୍ଚା ଲଙ୍କାକୁ ଏଡ଼୍ କରି ଦେଖିବେ, ଯଦି ମିକ୍ସର ଗ୍ରାଇଣ୍ଡିଙ୍ଗ କରିବେ ଟିକେ ଦେଖିବେ ମାନେ ପିଇବା ସମୟରେ ସେ ଟିକେ ହାଲକା ରାଗ ରହିବ, ଅଧିକା ରାଗ ତ ରହେନି, ହାଲକା ରାଗ ରହିବ, ଚଟପଟା ଲାଗିବ, ପିଇବାକୁ ବହୁତ ବଢ଼ିଆ ଲାଗିବ। ତାପରେ କ'ଣ କରିବା ନା, ଆମେ ସ୍ୱାଦ ଅନୁସାରେ ଦେଇଦେବା ଲୁଣକୁ ଏଡ଼୍ କରି ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ସ୍ମୁଥ୍ ପେଷ୍ଟ ବନେଇକି ରେଡ଼ି କରିଦେବା। ଦେଖନ୍ତୁ ଏଇଠି ବିଲକୁଲ ବି ଗୋଳା ନାହିଁ, ଟିକେ ହାଲକା ଜଣା ପଡ଼େ ନ ପଡ଼େ ସେମିତି ଅଛି। ଆପଣମାନେ ଚାହିଁଲେ ଆଉ ଥରେ ବି ମିକ୍ସରରେ ଆକୁ ଗ୍ରାଇଣ୍ଡିଙ୍ଗ କରିପାରିବେ। ତ ଦେଖନ୍ତୁ ସେଇ ବାଉଲରେ ହିଁ ଆମେ ସେଥିରେ ଏଡ଼୍ କରିଦେବା ମିକ୍ସର ଗ୍ରାଇଣ୍ଡିଙ୍ଗ କରିସାରିବା ପରେ। ଯେହେତୁ ସେଥିରେ ଆମେ ପାଣି ରଖିଥିଲେ, ମାଣ୍ଡିଆକୁ ଯେଉଁ ବତୁରେଇଥିଲେ ସେ ପାଣି ଥିଲା, ସେଇଥିପାଇଁ ମୁଁ ସେଥିରେ ଏଡ଼୍ କରିଥିଲି। ଆପଣମାନେ ଯେତିକି ପତଲା ରଖିବାକୁ ଚାହୁଁଛନ୍ତି ସେ ଅନୁସାରେ ଏଇଥିରେ ପାଣି ଏଡ଼୍ କରିପାରିବେ। ଆଉ ଯଦି ଅଧିକା ଥଣ୍ଡା ପିଇବାକୁ ଚାହୁଁଛନ୍ତି, ଯେହେତୁ ଦହି ଥଣ୍ଡା ଥିଲା ମୁଁ ସେଇଥିପାଇଁ ଏଥିରେ ବରଫ ଏଡ଼୍ କରିନି, ଆପଣମାନେ ଚାହିଁଲେ ବରଫ ବି ଏଡ଼୍ କରିପାରିବେ। ଆଉ ଏଠି ମୁଁ ଦହି ନେଇଛି, ଦହି ବଦଳରେ ଆପଣମାନେ ଯଦି ଖଟା ତୋରାଣୀ ଅଛି ତାହେଲେ ଦେଖିବେ ଖଟା ତୋରାଣୀରେ ବି ଯଦି ମାଣ୍ଡିଆକୁ ଏଇଭଳି ଜନ୍ତୁଣି ବନେଇକିରି ମିକ୍ସ କରିକି ତାକୁ ଫେଣ୍ଟିକି ପିଇବେ ନା ତାହେଲେ ବି ଦେଖିବେ ବହୁତ ବଢ଼ିଆ ଲାଗିବ। ଆଉ ଟିକେ ଚଟପଟା ଫ୍ଲେଭର ପାଇଁ ବୋଲି ମୁଁ ଦେଖନ୍ତୁ ଏଠି ଗୋଟେ ବଡ଼ ଚାମଚ ଏଥିରେ ଏଡ଼୍ କରିଦେଇଛି ଚାଟ୍ ମସଲା। ତାପରେ ଛୋଟ ଛୋଟ ପିସେସ୍ରେ କଟିଂ କରିଥିବା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କାକୁ ଏଡ଼୍ କରିଦେବା। ପୁଣି ଥରେ କହୁଛି, ଯଦି ଛୋଟ ଛୁଆମାନଙ୍କ ପାଇଁ ବନାଉଛନ୍ତି ତାହେଲେ କଞ୍ଚା ଲଙ୍କା ସ୍କିପ୍ କରିପାରିବେ, ବଡ଼ମାନଙ୍କୁ ଯଦି ଦେବେ ତାହେଲେ କଞ୍ଚା ଲଙ୍କାକୁ ଏଡ଼୍ କରିଦିଅନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ତାପରେ ଆମେ କ'ଣ କରିବା, କଣ୍ଟିନ୍ୟୁ ଆକୁ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବା। ତ ଦେଖନ୍ତୁ ଫାଇନାଲି ଆମର ସରବତ ବନିକି ରେଡ଼ି ବି ହେଇସାରିଲାଣି। ଏବେ ଆମେ ଆକୁ କାଚ ଗ୍ଲାସ୍ରେ ଏଡ଼୍ କରିଦେବା। ତ ଦେଖିବେ ଏ ବଢ଼ୁଥିବା ଗରମରେ ଯାହାକୁ ବି ଏଇ ଥଣ୍ଡା ଥଣ୍ଡା ସରବତ ବନେଇକି ଦେବେ, ପୁଣି ମାଣ୍ଡିଆ ସରବତ ଦେଖିବେ ପୁରା ହେଲ୍ଦି ବି ରହିବ। ଆପଣମାନେ ତ ଜାଣିଛନ୍ତି ଭିଟାମିନ୍ରେ ବି ଭରପୁର ମାତ୍ରାରେ ଭିଟାମିନ୍ ମିଳେ ଏଇ ମାଣ୍ଡିଆ ସରବତ ପିଇବା ଦ୍ୱାରା। ମାଣ୍ଡିଆର ଯେକୌଣସି ଜିନିଷ ଖାଆନ୍ତୁ ଭିଟାମିନ୍ ବହୁତ ପ୍ରଚୁର ମାତ୍ରାରେ ମିଳେ। ତ ଆପଣମାନେ ଘରେ ନିହାତି ଆକୁ ଟ୍ରାଏ କରନ୍ତୁ। ଆଉ ଦେଖନ୍ତୁ ଅଳ୍ପ ଟିକେ ପିଆଜ, ତା ଉପରେ ଛୋଟ ଛୋଟ ପିସେସ୍ରେ କଟିଂ କରିଥିଲେ ଯେଉଁ ପିଆଜ ତାକୁ ଏଡ଼୍ କରିଦେବା, ପୁଦିନା ପତ୍ର ଏଡ଼୍ କରିଦେବା, ଧନିଆ ପତ୍ର ଏଡ଼୍ କରିଦେବା, ଆଉ ଅଳ୍ପ ଟିକେ ତା ଉପରେ ମୁଁ ଏଡ଼୍ କରିଦେଇଛି ବ୍ଲାକ୍ ସଲ୍ଟ।
पूरापूरी ऑप्शनल अच्छी किंतु जदि पाखे अच्छी एड करूँ देखिए ब्लैक सॉल्टर भी देखिए ये टी हल्का फ्लेवर आसे बहुत बढ़िया लगे पीवाई तो आपण मैंने यही तरीकार निहाती ट्राए करूँ फ्रेंड्स आपड़ जब भिडियोटी मोर पसंद आसो सांग मानक सेयार करूँ लाइक करूँ चैनल जदि नुआ अच्छा चैनल को मोर सब्सक्राइब कर दिंतु बेल आइकन क्लिक कर दिंतु जहाँफल मोर सब वीडियो नोटिफिकेशन प्रथम आपण पहुँचो मुझे इजी वीडियो नहीं आसबि आपण मैंने देखिए घरे आपको निहाती ट्राए करूँ आउ जदि फेसबुक पेज देखुं ताहले फेसबुक पेज मोर फॉलो करूँ इंस्टाग्राम रे देखुली फॉलो करने को जमार भूलतुनि तो देखो चटपटा फ्लेवर आमर खटा खटा राग राग ये आम मांडिया सरबत बनिकी रेडी हो सारी तो आपण मैंने भी घरे आपको निहाती ट्राए करूँ से पर्यंत रोचे पुणी एक नुआ रेसिपी नहीं आसबि नमस्कार जय जगन्नाथ।